ଭକ୍ତ ବୃନ୍ଦ ସମସ୍ତ କିଛି ବୁଝିହେଲା ରମଣ ମହାପ୍ରଭୁ ଯାହା କହିଲେ ଜୀବନରେ ପରିବର୍ତ୍ତନ ଦରକାର। କଣ ପାଇଁ ପରିବର୍ତ୍ତନ ଦରକାର? ପରିବର୍ତ୍ତନ କାହାକୁ କରିବା? ଠିକ କଥା। ପରିବର୍ତ୍ତନ ଦରକାର ଯେ ଆବଶ୍ୟକ ଥିଲେ ନା ଆଉ କିଏ ଯେ ଜଳ ଅଛି ଯାହାକୁ ବରଫ ହେବାକୁ ଚାହୁଁଛି ଯିଏ ସିଏ ନିଜକୁ ପରିବର୍ତ୍ତନ କରିବ ଜଳକୁ ବରଫ। ଯାହାକୁ ଜଳ ସ୍ଥିତିରେ ଅଛି ସିଏ କହିବ ଯେ ନାଇଁ ମୁଁ ଗ୍ୟାସିୟ ସ୍ଥିତିକି ଯିବାକୁ ଚାହୁଁଛି, ସେ ଚେଞ୍ଜିଂ କରିବାକୁ ଚାହେଁ। ଆଉ ଯେ ଜଳରେ ଜଳ ହେଇକି ରହିବାକୁ ଚାହିଁବ ସିଏ ପରିବର୍ତ୍ତନ ହବ କି? ସମସ୍ତେ କିନ୍ତୁ ପରିବର୍ତ୍ତନ ହେବାକୁ ଚାହୁଁଛନ୍ତି, ଥିଲେ ଭଲ ଯିବାକୁ ଚାହୁଁଛନ୍ତି। ତେଣୁ ଆମ ସ୍ଥିତି ବିଷୟରେ ବୁଝିବା ଦରକାର। ଆମେ ମତେ ପ୍ରାର୍ଥନା କଲାବେଳେ ପ୍ରାର୍ଥନା କରୁନେ କଣ? सर्वे भवन्तु सुखिनः, सर्वे सन्तु, सर्वे भद्राणि मा कश्चित्। ଆଉ ଆମେ ପ୍ରାର୍ଥନା କରୁଛେ ମଧ୍ୟ ତମସ ମା ଅସତ ମା ଆଉ ମୃତ୍ୟୁର ମା ଅମୃତଂ ପ୍ର। ମାନେ ଆମ ପ୍ରାର୍ଥନାଟା ହଉଛି ଯେ ସର୍ବେ ଭବନ୍ତୁ ସୁଖିନଃ। ତାହେଲେ ଆପଣଙ୍କ ପାଖରେ ଆପଣଙ୍କ ମୋବାଇଲଟା ଅଛି, ଆପଣ କଣ ମୋବାଇଲ ଖୋଜିବେ? ଖୋଜିବେ ନା? ଯଦି ଆପଣଙ୍କର ମୋବାଇଲଟା ଅଛି ଆପଣଙ୍କର, ସେ ଯଦି ନିଜେ ଆମେ ପ୍ରାର୍ଥନା କରୁଛେ ସର୍ବେ ଭବନ୍ତୁ ସମସ୍ତେ ସୁଖରେ ରହନ୍ତୁ, ତାହେଲେ ଏଥର ଆମେ ପ୍ରୁଫ ପୁରା କରୁଛେ ଯେ ଆମେ ସମସ୍ତେ କଣ ଅଛେ? ସୁଖରେ ଅଛେ। ନହେଲେ ସୁଖ କାହିଁକି? ଜଣେ ଯଦି ସୁଖରେ ଥାନ୍ତା ସିଏ କହନ୍ତା କି ଯେ ସମସ୍ତେ ସୁଖରେ ରହନ୍ତୁ? କହିବେ କେବେ? ଆମେ କହୁଛେ ଯେ ଅସତମା ସଦ୍ଗମୟ, ତାମାନେ ଅସତରେ ଆମେ ଅଛେ। ଆମର ଗତି ହଉ ଏଇଟା କହୁଛନ୍ତି, ଆମର ଅସତ ସତ ଆଡକୁ ଆମେ ଯାଉ ଯିବୁ, ଅନ୍ଧାରରୁ ଆଲୋକ ଆଡକୁ କେମିତି ଆମେ ଯିବୁ, ବା ମୃତ୍ୟୁରୁ ଅମୃତ ଆଡକୁ କେମିତି ଯିବୁ, ଏଇଟା ଆମର ପ୍ରାର୍ଥନା। ତାହେଲେ ଆମେ ପୁରା ଅସତରେ ଅଛେ, ଅନ୍ଧକାରରେ ଅଛେ, ଅଛେ ଏବଂ ମୃତରେ ଅଛେ, ମାନେ ମର୍ତ୍ତ୍ୟରେ ଅଛେ। ଏଇଟା କିନ୍ତୁ ଆମେ ଠିକ ବୁଝିପାରୁଥିବା। ମର୍ତ୍ତ୍ୟରେ ଅଛି। କାହିଁକି ମର୍ତ୍ତ୍ୟ କାହାକୁ କୁହାଯାଏ? ଯୋଉ ଜାଗାରେ ମରିବାକୁ ପଡେ, ଯୋଉଟା ମୃତ୍ୟୁ ଅଛି। ଆଉ ମୃତ୍ୟୁ ଛନ୍ଦାନୁବର୍ତ୍ତୀ ନ, ମୃତ୍ୟୁ ହେଲେ ଆମକୁ ଯେକୌଣସି ମୁହୂର୍ତ୍ତରେ, କାରଣ ଏଟା ତାର ଜଗତ। ଆମେ ଯେତେ ହୁଇଲ ଦେଖେଇଲେ ମଧ୍ୟ କିଏ ଛାତିରେ ହାତ ଦେଇକି କହିପାରିବ ଯେ ଏଇଟା ମୁଁ 10 ବର୍ଷ ପର୍ଯ୍ୟନ୍ତ ମରିବି, ବଞ୍ଚିପାର, କିନ୍ତୁ ଏମିତି ନାହିଁ କି ମରିବନି। ଜୀବନ କୋଉ ମୁହୂର୍ତ୍ତରେ ପଳେଇ ଯାଇପାରେ, କିଛି ଭରସା ନାହିଁ। ଏଟା ମର୍ତ୍ତ୍ୟ ପରା। ତେଣୁ ଆମେ ଅମୃତକୁ ଯିବାକୁ ଚାହୁଁଛୁ, ସମସ୍ତେ ଆମମାନେ ଚାହୁଁଛୁ। ଆଉ ସେଇଟା ତା ପାଇଁ ତ ସବୁ କିଛି କରୁଛେ। ଯେମିତି ଗଣେଶ ପୂଜା କରୁଛେ, ସରସ୍ୱତୀ ପୂଜା କରୁଛେ, ନହେଲେ ଗୋଟେ ଲୋକ ଘର ପ୍ରତିଷ୍ଠା ହଉଛି, ସେ ଆଣିକି ସେ କେବେ ମାନୁ ନଥିଲା ଭଗବାନଙ୍କୁ, କାହାକୁ ଘର ପ୍ରତିଷ୍ଠା ହେଲା ବେଳକୁ ଘର ପ୍ରତିଷ୍ଠା କରୁଛି କଣ ଡାକି ପୂଜା ଥିଲୁ। ତା ସାଙ୍ଗ କହିଲା ତୁ ତ ନାସ୍ତିକ ଥିଲୁ, କେବେ ତ କିଛି କରୁନଥିଲୁ, ଏ ଧନ୍ଦା କରିବା କଣ ଦରକାର? ଦେଖେ ମୁଁ ତ ମାନୁନି ଭଗବାନ ଅଛନ୍ତି, କିନ୍ତୁ ଘର ତିଆରି କରିବାରେ ଖର୍ଚ୍ଚ କରିଛି, କୋଟିଏ ଟଙ୍କା ଖର୍ଚ୍ଚ କଲି। ଆଉ ବାଇଚାନ୍ସ ଯଦି ସେ ଥିବେ, ବାଇଚାନ୍ସ, ମୁଁ ମାନୁନି ଅଛନ୍ତି ବୋଲି, କିନ୍ତୁ ବାଇଚାନ୍ସ ଯଦି ସେ ଥିବେ ବୋଲେ ଘଡଘଡି ସବୁ ହେଇଯିବ ନା। କାଳେ ଯଦି ମାନେ ହେଲା, ମାନେ କଣ ଭୂକମ୍ପ ହେଲା, କଣ ହେଲା, ତାହେଲେ ସବୁ ଭୂଷାନ୍ତ ହେଇଯିବ, କଣ ହବ? ତେଣୁ ଯଦି 2000 ପୂଜା କରିଦେଲେ ସେ ସନ୍ତୁଷ୍ଟ ହେଇଯିବ କି ଭୂମିକମ୍ପରେ ମୋ ଘରଟା ପକେଇବେନି, କି ବଜ୍ରପାତ ହେଲେ ମୋ ଘରଟାରେ ପଡିବନି। ତେଣୁ କରିଦେଇଥିଲେ ଭଲ। ବାଇଚାନ୍ସ ନହେଲେ ବାଇଚାନ୍ସ ବଜ୍ରପାତ ହେଇଗଲା କି ବାଇଚାନ୍ସ ଯଦି ଭୂମିକମ୍ପ ହେଇଗଲା, ସେତେବେଳେ ପଶ୍ଚାତାପ କରିବାକୁ ପଡିବ, 2000 ଖର୍ଚ୍ଚ କରିଦେଇଥିଲେ ଦେଖନ୍ତା, କୋଟିଏ ଟଙ୍କା କଲା। ତେଣୁ ଆମେ ସଦାବେଳେ ଏଇ ମୁଡରେ ଥାଉ। ଆମକୁ
ଆମର ଯୋଉ ବିଶ୍ୱାସଟା, ଆମର ଯୋଉ ସ୍ଥିତିଟା, ଆମର ଯୋଉ ଷ୍ଟାଟସଟା ଆମକୁ ନିଜକୁ ଅନୁଭବ ହେବା ଦରକାର ଯେ ଆମେ ସତରେ ଅସତରେ ଅଛେ ନା ସତରେ, ଆମେ ସତରେ ମର୍ତ୍ତ୍ୟରେ ଅଛେ ନା ଅମୃତରେ ଅଛେ, ଆମେ ସତରେ ଅନ୍ଧକାରରେ ଅଛେ ନା ଆଲୋକରେ ଅଛେ, ଏଟା ବୁଝିବା ଦରକାର। ଏଟା ତ ଦେଖିକି ବୁଝି ହଉଛି, ମର୍ତ୍ତ୍ୟରେ ମରୁଛେ ଆମେ, ଏଟା ତ ଫାଇନାଲ। ଆଉ ଅନ୍ଧକାରରେ ମଧ୍ୟ ଅଛି, ବର୍ଷା ଦେଖନ୍ତୁ ଉଠେଇଛି, ଅନ୍ଧାର, ସୂର୍ଯ୍ୟ ଚନ୍ଦ୍ର ନହେଲେ ବିଜୁଳି ବତି, ଇଏ ସବୁ ନହେଲେ ଆମେ ସଦାବେଳେ କଣ ଅନ୍ଧାରରେ ନା। ସୂର୍ଯ୍ୟ ଚନ୍ଦ୍ର ଉଦୟ ହେଲେ ଟିକେ ଲାଇଟ ମିଳୁଛି, ନହେଲେ ନାହିଁ ଅନ୍ଧାର। କିନ୍ତୁ ଆଉ ଗୋଟେ ତାହେଲେ ଆଲୋକ, ତାହେଲେ ଯଦି ଏଇଟା ଅନ୍ଧକାରମୟ ଜଗତଟା, ଏଥିରୁ ବୁଝା ପଡୁଛି ନା ନାଇଁ, ଆମେ ଯେହେତୁ ପ୍ରାର୍ଥନା କରୁଛେ ଆଉ ଗୋଟେ ଆଲୋକ ପଡିଥିବ। ଦିନ ଅଛି ମାନେ ରାତି ନିଶ୍ଚିତ ଅଛି, ଖରାପଟା ଅଛି ମାନେ ଭଲଟା ନିଶ୍ଚିତ ଅଛି। ଅପୋଜିଟ ଜିନିଷଟା ନିଶ୍ଚିତ ରହିବ। କେମିତି କୋଉ ବସ୍ତୁ ଅଛି ଯାହାର ଅପୋଜିଟ ଜିନିଷ ନାହିଁ? ପଜିଟିଭଟା ଅଛି ମାନେ ନେଗେଟିଭଟା ଅଛି ନା, ନହେଲେ କରେଣ୍ଟ ଫ୍ଲୋ ମାନେ କାମ କରିବ କି? ଦିଟା ଯାକ ଅଛି। କାରଣ ଆମେ ଯେହେତୁ ଅନ୍ଧକାରମୟ ଜଗତ ଭିତରେ ଅଛେ, ତେଣୁ ଆଲୋକକୁ ଯିବାକୁ ଚାହୁଁଛେ। ଆଲୋକମୟ ଜଗତ କୋଉଟା? ଭଗବାନ ଭଗବତ ଗୀତାରେ କହିଛନ୍ତି ଯେ କଣ ଆଲୋକମୟ ଜଗତ କୋଉଟା? न तद भासयते सूर्यो न शशांको न पावक जद गत्वा न निवर्तन्ते तद्धाम परम। कि मोर जगतटाକୁ न तत् भासयते सूर्य, सूर्य द्वारा आलोकित करा जाई परिव नाही। सूर्य आलोकित करन्ते, चंद्र आलोकित करन्ते, अग्नि आलोकित करन्ते, बिजुली बत्ती नाही, सेठी सिस्टम ही नाही। कहले सेटा स्वयं आलोकितमय जगत। अंधारे तुम सदाବେଳେ ଅଛ ନା କଣ? କହିଲେ ନା ନା ନା, ମୋର ନିଜର ସ୍ୱରୂପର ଅଙ୍ଗ କାନ୍ତି ଦ୍ୱାରା ସଦାବେଳେ ଲାଇଟିଂ। ଆଉ ସେଠି ଅତୀତ ନାହିଁ କି ଭବିଷ୍ୟତ ନାହିଁ, ସେଠି ନିତ୍ୟ ବର୍ତ୍ତମାନ। ସେଠି ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ନାହାନ୍ତି ଆଲୋକିତ କରିବା ପାଇଁ, ନିତ୍ୟ ଲାଇଟିଂ ସେଠି ଅଛି। ସେଠି ସବୁ କିଛି, କାରଣ ଯୋଉଟା ଅତୀତ ଅଛି, ଯୋଉଟା ଭବିଷ୍ୟତ ଅଛି, ସେଠି ଶୋକ ରହିବ ଆଉ ଭୟ ରହିବ। ଆମ ଅତୀତ ଅଛି ମାନେ ଆମେ କୌଣସି ବସ୍ତୁ ହରେଇଥିବା, ନିଶ୍ଚିତ ପାଇଥିବା ବସ୍ତୁକୁ ହରେଇଥିବା, ଆଉ ପାଇଥିବା ବସ୍ତୁକୁ ହରେଇଲେ ତା ପାଇଁ ଶୋକ ରହିବ। ଆଉ ଭବିଷ୍ୟତ ଅଛି ମାନେ ପାଇବା ବସ୍ତୁକୁ ହରେଇ ଦେବା ବୋଲି ଭୟ ମଧ୍ୟ ରହିବ। ଆଉ ବର୍ତ୍ତମାନ ଅଛି ମାନେ, ଆଉ ଯୋଉ ବସ୍ତୁ ଆମକୁ ମିଳିଯାଇଛି, ଆପାଜେଟ ନା କଣ ଗୋଟେ କହନ୍ତି ନା ଇଂଲିଶ, ଆପାଜେଟଲି ମିଳିଯାଇଛି, ତା କଣ ତ ତାର ଓଡିଆଟା କଣ, ମାନେ ଅକସ୍ମାତ ମିଳିଯାଇଛି, ମାନେ ମିଳିବାର ନଥିଲା ମିଳିଗଲା, ରାସ୍ତାରେ ଯାଉ ଯାଉ ମିଳିଯାଇଛି, ଏମିତି କିଛି ମିଳିଯାଇଛି। ସେଇ ବସ୍ତୁରେ ଭୟ ହବ ନା। ଆଉ ତମେ ଯଦି ଖଟିକି ରୋଜଗାର କରିକି ସରକାରଠୁ ମାନେ ଦରମାଟା କୋଉ ପ୍ରାଇଭେଟ କମ୍ପାନୀ ହଉ କିଏ ଦେଇକି ତମକୁ ଆସିଛି, ତାହେଲେ ରେଟ୍ ହେଲେ ହଉ, ଭୟ ନାହିଁ। କିନ୍ତୁ ରାସ୍ତାରେ ଯାଉଛ ଗୋଟେ କୋଉଠୁ ଆଣି ଚାଲି 3 କୋଟି କି 5 କୋଟି ପଳେଇ ଆସିଛି, କ୍ୟାସ ଘରେ ରଖିଦେଇଛି, ଭୟ ହବ ନା ନାଇଁ? କାର ପଇସା ପୋଲିସ ଦେଇଥିବ, ସେ କଣ କରିବ? ରେଟ୍ ହେଲେ ଧରା ପଡିବ, ଭୟ ଲାଗିବ। ଭୟ ସେଥିପାଇଁ ହୁଏ, ଭବିଷ୍ୟତକୁ ନେଇକି ଭୟ ହୁଏ, ଅତୀତକୁ ନେଇକି ଶୋକ ହୁଏ, ବର୍ତ୍ତମାନକୁ ନେଇକି ମୋହ ହୁଏ। ଆଉ ଯଦି ଭୟ ଅଛି, ଶୋକ ଅଛି, ଯୋଉ ବସ୍ତୁ ପାଇଁ ଭୟ ହୁଏ ଶୋକ ହୁଏ, ସେ ବସ୍ତୁ ପାଇଁ କଣ ହୁଏ? ମୋହ ହୁଏ। ମୋହଟା ଯଦି ଯୋଉ ବସ୍ତୁଟା ଆମର ପରମାନେଣ୍ଟ, ସେଇ ବସ୍ତୁ ପ୍ରତି ମୋହ ହୁଏ, କାରଣ ଏଟା ସତ୍ୟ ହେଇଥିବ। ସତ୍ୟ କାହାକୁ କୁହାଯାଏ? ସତ୍ୟ ଯୋଉଟା ଥିଲା, ଯୋଉଟା ଅଛି, ପରେ ଯୋଉଟା ରହିବ, ତା ପାଇଁ କେବେ ମୋହ ହବନି, ସେଟା ପାଇଁ ସ୍ୱାଭାବିକ ପ୍ରେମ ହବ। ତେଣୁ ଏଇ ଜଗତିକ ବସ୍ତୁ ଯେତେ, ଏଇ ବସ୍ତୁ ସହିତ ଆମର ସମ୍ବନ୍ଧଟା ଅକସ୍ମାତ, ତେଣୁକରି ଆ ପ୍ରତି ଆମର ମୋହ ହଉଛି। ଏଟା ଆମକୁ ଛାଡିକି ପଡିଲେ ଆମର ଶୋକ ହଉଛି, ଆଗକୁ କାଳେ ନଷ୍ଟ ହେଇଯିବ ତା ପାଇଁ ଭୟ ରହୁଛି। ଏବା କଣ ହେଇଗଲା ନା? କିନ୍ତୁ ଭଗବାନଙ୍କୁ ପାଇଗଲା ପରେ ଆମର ମୋହ ହବନି, ବା ଭଗବାନଙ୍କୁ ପଳେଇ ଯିବେ ଆମର ଶୋକ ହବନି, ବା ଭଗବାନ ଆମଠୁ ପଳେଇ ଗଲେ ବୋଲି ଶୋକ ହବନି, କି ପଳେଇ ଯିବେ ବୋଲି ମୋହ ଭୟ ମଧ୍ୟ ହବନି। କାରଣ ସିଏ ଆମର ନିତ୍ୟ ସମ୍ବନ୍ଧଗତ ବସ୍ତୁ, ତାକୁ ପାଇଲେ ସେ ହଉଛନ୍ତି ବାସ୍ତବ ବସ୍ତୁ। ଭାଗବତରେ କହିଲେ କଣ?
कि वेद्यम वास्तव वस्तु मात्र शिवदम तापत्रयोन्मूलनम। ତେଣୁ ଆମେ ଯୋଉ ବସ୍ତୁ ପାଇଛେ ସଂସ୍ପର୍ଶ ହେଲା ଦୋଷ ଗୁଣ ଭବନ୍ତି। ଆମେ ଯୋଉ ବସ୍ତୁ ପାଇଛେ ସେଇ ବସ୍ତୁ ଅନୁସାରେ ଆମର ଗୁଣ ମଧ୍ୟ ହବ। ସେ ବସ୍ତୁ ଅନୁସାରେ ଆମର ସବୁ କିଛି ଆକ୍ଟିଭିଟି ସବୁ କିଛି ହବ। ଯାହାର ସଙ୍ଗ ତାର ରଙ୍ଗ ଚଢିବ। ମନା କଲେ କର ଲକ୍ଷଣ ତ ଆପେ ପଳେଇ ଆସିବ। ଗୋଟେ ପିଲା ଦେଖିବ ସେ ଯଦି ଧରାଯାଉ ତାର ବଦମାସ ସାଙ୍ଗ ସାଙ୍ଗରେ ମିଶିଗଲା, ତା ସାଙ୍ଗ ଡ୍ରିଙ୍କସ କରୁଛି, ସେ ଦେଖିବ ବର୍ଷେ ଗଲା ବେଳକୁ କିଛି କହିବା ଦରକାର ନାହିଁ, ଆଗରୁ ଚେକ୍ ଚାକ୍ କର ଇଏ ମଧ୍ୟ ମଝିରେ ମଝିରେ ଚାଲିଯିବ। କାହିଁକି ଏବେ ହେଲା ନା ସେ ଗୁଣଟା ତା ସଙ୍ଗରେ ରହିଲା ଫଳରେ ଆପେ ପଳେଇ ଆସିବ। ଆମେ ଆମ ଦେଖାଯାଏ ସେଥିପାଇଁ କୁହାଯାଏ ପରିବାରରେ ବାପା ମା ବନ୍ଧୁ ବାନ୍ଧବ ସେମାନେ ଯେମିତି ତା ଭିତରେ ସେ ଲକ୍ଷଣ ସବୁ ଆପେ ଆପେ ସେମିତି ଆସିବ। କିନ୍ତୁ ଆଜିକାଲି ମୁସ୍କିଲ କାହିଁକି ସେ ଜନ୍ମ ହଉ ତ ପିଲାମାନଙ୍କୁ ନର୍ସ ମାନେ ପାଳନ ପୋଷଣ କରୁଛନ୍ତି, ଯୋଉ କଣ କରୁଛନ୍ତି। ଆମର ଏଠି ଆରମ୍ଭ ହେଇନି, ସବୁ ଦିଲ୍ଲୀ ସାଇଡରେ ଆରମ୍ଭ ହେଇଗଲାଣି। ଟେନସନ ନେବାକୁ ଚାହୁଁନାହାନ୍ତି ମା ମାନେ, ଛୁଆ ଜନ୍ମ କରିଦେଇଛନ୍ତି, ପଇସା ଅଛି, ଚାକିରି କରୁଛନ୍ତି, ତେଣୁ ନର୍ସକୁ ଦେଇଦେବେ। ଆଉ ଆମର ସିନା ଆହୁରି ବାପା, ସେଥିପାଇଁ ଆମ ଓଡିଶାରେ ଏଇଟା ଅଛି ଏବେ ଅଭ୍ୟାସ ଯେ ଜେଜେବାପା ଜେଜେମା ଆସିଲେ ପିଲାଟାକୁ ଯତ୍ନ ରଖିବେ, ସବୁ କିଛି କରିବେ। ଆଉ ସ୍ୱାମୀ ସ୍ତ୍ରୀ ମାନେ ଯଦି ଚାକିରି ବାକିରି କରୁଥିବେ ମଧ୍ୟ ଯିବେ, ଗୋଟେ ସିଏ ତା ସାଙ୍ଗରେ ରହିକି ଶିଖିବ, ବୁଲିବ, ଖେଳିବ। ଆଗ ଥିଲା ଯେ ପରିବାର ଯେମିତି ସେ ପିଲା ସେମିତି ହେଇପାରିବ, ସଂସ୍କାର ସଂଘର୍ଷ ପରିବାର ମିଳୁଥିଲା। କିନ୍ତୁ ଆଜିକାଲି ବଡ ବଡ କାହିଁକି ହଉଛି? ଆଜି ତ ସଙ୍ଗ ସେମିତି ପାଉଛି, ଆଉ ଯୁଆଡେ ଯିବ ସେଇ ବସ୍ତୁର ସଙ୍ଗ ମିଳିବ। ହଷ୍ଟେଲ ଗଲା ସେଠି ରହିବ, ଖରାପ ସଙ୍ଗ ମିଳିଲା। ଘରେ ମଧ୍ୟ ନର୍ସ ପିଲା ନେଇ ପାଳନ। ହଁ, ତେଣୁ ଆମର କହିବାର ଅର୍ଥ ହଉଛି ଯେ ଯୋଉ ବସ୍ତୁର ସଙ୍ଗ ହବ ସେଇ ବସ୍ତୁର ଗୁଣ ଆମ ଭିତରେ ଆସିବ। ତେଣୁ ଆମେ ପରିବର୍ତ୍ତନ ଚାହୁଁଛେ ମାନେ କଣ? ଅନିତ୍ୟ ବସ୍ତୁର ଆମର ଯୋଉ ସଙ୍ଗ ହଉଛି, ନିତ୍ୟ ବସ୍ତୁର ସଙ୍ଗ କଲେ ତ ନିତ୍ୟ ଗୁଣଟା ଆସିବ। ଯସ୍ୟାସ୍ତି ଭକ୍ତି ଭଗବତୀ ଅକିଞ୍ଚନା ସର୍ବେ ଗୁଣେ ତତ୍ର ସମାସତେ ସୁରା। ସେଥିପାଇଁ ଭକ୍ତି କର ବୋଲି କୁହାହେଲେ କଣ? ଭକ୍ତି କର କହୁଛେ ମାନେ ଯେ ଭକ୍ତି କହିବାର ଅର୍ଥ ହଉଛି ଯେ ସତ୍ ବସ୍ତୁର ସଙ୍ଗ କର। ତେଣୁ ଆମେ କୁହାଯାଏ ନା ସତସଙ୍ଗ କର। ସତସଙ୍ଗ ମାନେ କଣ? ତମେ ପରିବର୍ତ୍ତନ ଚାହୁଁଛ, ଭଲ ଗୁଣ ଚାହୁଁଛ, ପରମାନେଣ୍ଟ ଗୁଣ ଚାହୁଁଛ, ତେଣୁ ବାସ୍ତବ ବସ୍ତୁର ସଙ୍ଗ ହବା ଦରକାର। ଆମେ ତାହେଲେ କଣ ଅବାସ୍ତବ ବସ୍ତୁର ସଙ୍ଗ କରୁଛୁ କି? ହଁ ଆଜ୍ଞା, 100%। ଅବାସ୍ତବ ବସ୍ତୁର ସଙ୍ଗ କରୁଛ, ତେଣୁ ଅବାସ୍ତବ ବସ୍ତୁର ଗୁଣ ସବୁ ତମ ଭିତରେ ପହଞ୍ଚିଛି। ତେଣୁକରି ତମ ଭିତରେ ଶୋକ ଅଛି, ମୋହ ଅଛି, ଭୟ ଅଛି। ଭାଗବତ କଥା ଶୁଣ ମାନେ ସତ୍ସଙ୍ଗ କର। ଭାଗବତ ସତ ବସ୍ତୁ ଯସ୍ୟାବୈ ଶ୍ରୂୟମାଣାୟାଂ କୃଷ୍ଣେ ପରମ ପୁରୁଷେ ଭକ୍ତି ଉତ୍ପଦ୍ୟତେ ପୁଂସା ଶୋକ ମୋହ ଭୟାପ। ସଙ୍ଗ ପ୍ରଥମେ କେମିତି ହବ? ଶୁଣିବା ଦ୍ୱାରା, ତାପରେ ଦେଖିବା ଦ୍ୱାରା ଏନର୍ଜି ଟ୍ରାନ୍ସଫର ହୁଏ। ଦେଖିବା ଦ୍ୱାରା, ଶୁଣିବା ଦ୍ୱାରା। ମେଟେରିଆଲ ଜଗତରେ ହଉଛି। କଇଁଛଟା ତା ଛୁଆକୁ ଜନ୍ମ ଅଣ୍ଡାଟା ଦଉଛି କୋଉଠି? ସମୁଦ୍ର କୂଳରେ, ବାଲି ଭିତରେ, ବାଲି ଉପରେ। କଇଁଛ ଅଣ୍ଡା କୋଉଠି ଦଉଛି? ବାଲିରେ ଦଉଛି। ରହୁଛି କୋଉଠି? ସମୁଦ୍ର କୂଳରେ ନାହିଁ, ଭିତରେ ରହୁଛି। ହେଲେ କିନ୍ତୁ ଚିନ୍ତା କରୁଛି ତା ଅଣ୍ଡା ବିଷୟରେ, ଥିଙ୍କିଂ ଭାଇବ୍ରେସନ ଫଳରେ ଏନର୍ଜିଟା ସେଠି କଣ ଟ୍ରାନ୍ସଫର ହଉଛି ନା ନାଇଁ? ଅଣ୍ଡା ସହିତ ମାଟାକୁ ଧର ମାରି ଦିଆଯିବ, ସେ ଅଣ୍ଡା ଯୋଉଟା ସକ୍ଷମ ହେଇଛି ସେଟା ଫୁଟିବ। ଆଉ ଫୁଟିବେନି, ଜାଣିଛ? କାହିଁକି ନା ଏନର୍ଜିଟା ଦରକାର ଟ୍ରାନ୍ସଫର। କୁକୁଡ଼ାଟା ଆଜି ଅଣ୍ଡା ଦେଲା, ଟଚ୍ ଭାଇବ୍ରେସନ, ତାକୁ ଛୁଉଁଛି, କେବଳ ସ୍ପର୍ଶ କରୁଛି, ତାହେଲେ ଏନର୍ଜି ଟ୍ରାନ୍ସଫର ହଉଛି। ହଉଛି ନା ନାଇଁ? ସଙ୍ଗ ହଉଛି ବୋଲି ତ ହଉଛି, ଟ୍ରାନ୍ସଫର ହଉଛି। ଆଉ ମାଛ ଦେଖିବେ, ଅଣ୍ଡା ଦେଲା ତ ଖାଲି ଦେଖୁଛି, ଟ୍ରାନ୍ସଫର ହଉଛି। ତେଣୁ ଗୁଣଟା ଏନର୍ଜିଟା ଯାଉଛି। ତେଣୁ ଆମେ ଯେହେତୁ ସବୁବେଳେ 24 ଘଣ୍ଟା ଆମେ ଏଥିରେ ମୋହିତ କାହିଁକି? ଆମ ଘର, ଆମ ବାପା ମା, ଆମ ବିଜନେସ, ଆମ ସଂସାର, ଆମର ଯାହା ସବୁ ବସ୍ତୁ, ଆମର କପଡା ପତ୍ର, ଆମର ଗାଡି ଘୋଡା, ସବୁଥିରେ ଆମର ଆମେ ମୋହିତ କାହିଁକି? ସେ ବିଷୟରେ ଆମେ ଚିନ୍ତା କରୁଛେ କାହିଁକି? ସେଇ ବିଷୟରେ ଆମେ ସୂର୍ଯ୍ୟ ଦେଖୁଛେ କାହିଁକି? ସେଇଟାକୁ ନେଇକି ଆମ ଭିତରେ ଭୟ ରହୁଛି କାହିଁକି? ତାକୁ ନେଇକି ଶୋକ ହଉଛି କାହିଁକି? କାରଣ ସେଇ ବସ୍ତୁ ସାଙ୍ଗରେ ଆମର ସଙ୍ଗ ହଉଛି।
ଠିକ ଅଛି ତାହେଲେ ଏଟା କଣ ଛାଡିକି ପଳେଇବୁ ନା କଣ ମଠ ଆଡେ ଆପଣ କହୁଛନ୍ତି ମୁଁ ସେ କଥା କହୁନି କିନ୍ତୁ କହିବାର ଅର୍ଥ ହଉଛି ଯେ ଆମେ ବାସ୍ତବ ବସ୍ତୁ ସତ ବସ୍ତୁ ଏଠି ରହିଲେ ମଧ୍ୟ ସତ ବସ୍ତୁ ସହିତ ସଙ୍ଗ କଲେ ସତ ଗୁଣ ସବୁ ଭିତରେ ଅଟୋମେଟିକାଲି ଆସିବ ଅଟୋମେଟିକାଲି ଫ୍ଲୋ ହବ ସଙ୍ଗ କଲା ମାନେ ତ ରଙ୍ଗ ଚଢିବ ତେଣୁ ଭାଗବତ କହିଲେ ଯେ ଯସ୍ୟା ବୈ ଶ୍ରୂୟମାଣ ଶୁଣିବା ଦରକାର ଶୁଣିଲେ ସଙ୍ଗ ହବ ଦେଖିଲେ ସଙ୍ଗ ହବ ସ୍ପର୍ଶ କଲେ ସଙ୍ଗ ହବ ସତ ବସ୍ତୁ ରହିବା ଦରକାର ଅବାସ୍ତବ ବସ୍ତୁର ଏଟା ମାଇକି ତା ନାଁଟା ମାଇକି ବୋଲି କହିଲେ ସେ ଚିତ୍କାର କଲେ ବୋଲି ମାଇକ ଟା ପୁରା ଲଗେଇଲେ ଯାଇକି ସେ ଶୁଣିବେ ନହେଲେ ମାଇକ ବୋଲି ନାଁଟା କହିଲେ ହଉଛି କାହିଁକି ନା ମାଇକଟା ଅଲଗା ନାଁଟା ଅଲଗା ଆଉ ଗୋଟେ ଲୋକ ତାର ଲୀଳାଟା ତାର କର୍ମଟା ଅଲଗା ଅଲଗା କିନ୍ତୁ ଭଗବାନଙ୍କର ସେ ସତ ବସ୍ତୁ ସେ ବାସ୍ତବ ବସ୍ତୁ ତେଣୁ ତାଙ୍କ ସହିତ ଯୋଉଟା ସମ୍ବନ୍ଧିତ ସିଏ ମଧ୍ୟ ବାସ୍ତବ ତାଙ୍କର ନାମ ତାଙ୍କ ସହିତ ସମ୍ବନ୍ଧିତ ତେଣୁ ସିଏ ବାସ୍ତବ କଣ ଲୀଳାଟା ତାଙ୍କ ସହିତ କନେକ୍ଟେଡ ସବୁ ଯେମିତି ଇଲେକ୍ଟ୍ରିକଟା ଫ୍ଲୋ ହଉଛି ଏଇ ତାର ସେଥିରେ କନେକ୍ଟ ନାହିଁ ମାନେ ଏଇ ଇଲେକ୍ଟ୍ରିକ ସିଆଡେ ଫ୍ଲୋ ହେଇଯିବ ତେଣୁ ତାଙ୍କର ଯେହେତୁ ନିତ୍ୟତା ଅଛି ତାଙ୍କର ଯେହେତୁ ସତ୍ୟତା ଅଛି ତାଙ୍କର ଯେହେତୁ ବାସ୍ତବତା ଅଛି ତାଙ୍କର ନାମରେ ବାସ୍ତବତା ନିତ୍ୟତା ସତ୍ୟତା ରହିବ ତାଙ୍କର ଲୀଳାରେ ତାଙ୍କର ନିତ୍ୟତା ବାସ୍ତବତା ସତ୍ୟତା ରହିବ ତାଙ୍କର ଗୁଣରେ ତାଙ୍କର ଧାମରେ ତାଙ୍କର ଭକ୍ତ ମାନ ଠାରେ ସବୁ କିଛି ତେଣୁ ସତ୍ସଙ୍ଗ ମାନେ ସେମିତି ଆଉ କିଛି ନାହିଁ ସତ୍ସଙ୍ଗ ମାନେ ସତ ବସ୍ତୁ ଯେ ଭଗବାନ ତାଙ୍କ ସହିତ ଆମେ କନେକ୍ଟେଡ ହେବା ସଙ୍ଗ କରିବା ମାନେ ତାଙ୍କର ନାମ ତାଙ୍କର ଲୀଳା କଥା ଶୁଣିବା ତାଙ୍କର ଗୁଣ କଣ ଶୁଣିବା ଜାଣିବା ବା ସେ ତାଙ୍କ ଭକ୍ତ କଣ କହୁଛନ୍ତି ଶୁଣିବା ବା ସେଟା ହେଲେ ଧୀରେ 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 ସେଇ ଗୁଣ ସବୁ ଆମ ଭିତରେ କଣ ଫ୍ଲୋ ଆସିବ ପଜିଟିଭ ଏନର୍ଜି କଣ ହବ ଫ୍ଲୋ ହବ ଆଉ ପଜିଟିଭ ଏନର୍ଜି ଫ୍ଲୋ ହେଲା ତାହେଲେ ନେଗେଟିଭ ଏନର୍ଜିଟା ଆପେ ବାହାରିକି ପଳେଇବ ଏଇଟାରେ ଏବେ ପବନଟା ଅଛି ପୁରା ଖାଲି ବଟର ଏଇଥିରେ ଯଦି କଣ କରିବା ଏବେ ତା ଭିତରେ ପବନଟା ଅଛି ନା ନାଇଁ ପବନଟା ଅଛି ନା ନାଇଁ ଅଛି ଯଦି ପାଣି ପକେଇଲ ତାହେଲେ ପବନଟା କୁଆଡେ ଯିବ ବାହାରି ଆସିବ ନା ତାହେଲେ କାହିଁକି ବାହାରି ଆସିଲା ପବନଟା ହଉଛି ହାଲକା ହଉଛି ଓଜନିଆ ବସ୍ତୁଟା ଦଖଲ କରିନେଲା ସେ ସ୍ପେସ ଟାକୁ ତେଣୁ ହାଲକା ବସ୍ତୁ ବାହାରିକି ପଳେଇ ଆସେ ପାଣି ଅଛି ଏଇଟାରେ ଗୁଡି ପକେଇଦବ ତାହେଲେ କଣ ହବ ପାଣି ଉପରୁ ପଳେଇ ଆସିବ କାହିଁକି ପାଣି ଠାରୁ ଗୁଡିଟା ପଥରଟା କଣ ହେଇଯିବ ଓଜନିଆ ତେଣୁ ବାହାରିବ ତେଣୁ ଆମ ଭିତରେ ଯୋଉ ଅସତ୍ୟ ଠାରୁ ସତ୍ୟର ଓଜନ ବେଶୀ ନା ନାଇଁ ଅନ୍ଧାର ଠାରୁ ଆଲୋକର ଓଜନ ବେଶୀ ମୃତ ଠାରୁ ଅମୃତର ଓଜନ ବେଶୀ ତେଣୁ କରି ସତ ବସ୍ତୁ ଯଦି ତମେ ଏଣ୍ଟ୍ରି କରିବ ଭିତରେ ସଙ୍ଗ କଲେ ଏଣ୍ଟ୍ରି ହବ ତାହେଲେ ଅସତ ଆପେ ପଳେଇବ କହିବା ଦରକାର ନାହିଁ ପ୍ରଚେଷ୍ଟା କରିବା ଦରକାର ନାହିଁ ପ୍ରୟାସ କରିବା ଦରକାର ନାହିଁ ଆପେ ତ ଆଉ ସଙ୍ଗ ହେଲା ମାନେ ଗୁଣ ଆପେ ଆସିବ ଠିକ ଅଛି ତେଣୁକରି କୁହାଯାଏ ବେଶୀ କିଛି କରିବା ଦରକାର ନାହିଁ ବାସ୍ ସଙ୍ଗ ସାଧୁ ସଙ୍ଗ ସର୍ବଶାସ୍ତ୍ରେ କୟ ଲବେ ମାତ୍ର ସାଧୁ ସଙ୍ଗ ସର୍ବସିଦ୍ଧି କୟ ମାନେ ଲବେ ମାତ୍ର ସାଧୁ ସଙ୍ଗ କଲେ ସର୍ବସିଦ୍ଧି ମାନେଟା କଣ ଅଳ୍ପ ଟିକେ ସଙ୍ଗ କଲେ ହେଇଯିବ ମାନେ କଣ ସେ ରାସ୍ତାଟା ଧରିଦବ ମାନେ ମଜାଟା ପଳେଇ ଆସିଲା ଯେମିତି ଗଞ୍ଜେଇ ଟାଣିବା ଲୋକ ଦେଖିବ ବସିଥିବେ ଚାରି ପାଞ୍ଚ ନୂଆ ଲୋକ କିଏ ଯଦି ଯାଇଥିବ ତାକୁ ଚିଲି ଗୁଣ୍ଡା ନହେଲେ ସେ ମନା କରୁଥିବ ସେ କିନ୍ତୁ ସେ ଯୋଉ ଧୂଆଁ ତା ଦେହରେ ବାଜିଥିବ ସେମାନେ ସବୁ କଥା ଆରେ ଟିକେ ଧୂଆଁ ବାଜିଥାଏ ଦେଖୁଥିବ କାଲି ସନ୍ଧ୍ୟାବେଳକୁ ବଢି ବଢି ସେ ଏ ଜାଗାକୁ ଆସିବ ନା ସେମିତି ସତ୍ସଙ୍ଗରେ କଥା ଥରେ ସେଥିପାଇଁ ଭଗବାନ କହିଛନ୍ତି ମତ କଥା ବାଚକା ନିତ୍ୟଂ ମତ କଥା ଶ୍ରବଣେ ରତଂ ମତ କଥା ପ୍ରୀତି ମନସଂ ନାହଂ ବିଶୋଧର ତାକୁ ଭଗବାନ ତାକୁ ଛାଡିବେନି ତ ଆଉ ସତ୍ସଙ୍ଗ ହେଇଯିବା ଦରକାର ଆଉ ସେ ବୋଧେ ଯାଦୁ ବେମାରୀ ଭଳିଆ ଯାଦୁ ବେମାରୀ ଜାଣିଛ ଯେ ଅସତଟା ଏଇ ଯୋଉ ଜାଗତିକ ନିଶାଟା ଯେମିତି ମାନେ କଣ ମାଡୁଛି ମାଡୁନି ତାର ୱାଣ୍ଟିଂ ତାର ଡିଜାୟାର ସବୁ ମାଡୁଛି ଦେଖିବ ଦେଖିବ ତାଙ୍କ ଘର ଗୁଡାଏ ଘର ଦେଖିବ ସିମିଲାରିଟି ହେଇଥିବ ତାଙ୍କ ଘର ଯେମିତି ହେଇଛି ଇଏ ଘର ଦେଖିବେ ତା ଘରଟା ସବୁଠୁ ଭଲ ହେଇଛି
ପଳେଇ ଆଇছে ତ ବଢିଆ ବଢିଆ ବଡ ବଡ ଝରକା ଛାଡିଛ, ବାଲକୋନି ଏତିକି ବାହାର କରିଛ, ଗାଡି ଏପଟେ ରଖିବ, ଏପଟେ ଏତିକି ବରଣ୍ଡା, ଏତିକି ବାଲକୋନି, ଏତିକି ମଝିରେ ସ୍ପେସ୍ ଅଛି। ବଢିଆ, ଫାର୍ଷ୍ଟ କ୍ଲାସ ପବ୍ଲିକ ୱାସରୁମ ଏଇ ଜାଗାରେ, ପ୍ରାଇଭେଟ ମାନେ ବେଡ୍ ୱାସରୁମ ଏଇ ଜାଗାରେ, ଏଇଟା ଗୋଟେ ଖାଲି ବଢିଆ। এইটা ହିଁ ପ୍ଲାନିଂ ଆମର ହେଲେ କରିବା, ଆମ ସ୍ପେସ୍ କରିବା। ଏବେ ଯେମିତି ହେଇଯାଉଛି ସେମିତି ଭକ୍ତି ମଧ୍ୟ ଆପେ ମାଡିବନି। ରାଗ କରି ଆଗ ବତେଇଟା ମାତାଜୀ ସେ ଗଲେ, କଥା ଶୁଣିଲେ, ତାଙ୍କ ପ୍ରଭୁ କେବେ ଯାଉନଥିଲେ, ଯେତେବେଳେ ଇଚ୍ଛା ହେଲା ଆଚ୍ଛା ହଉ ତମେ ଯାଉଛ ଚାଲ ଯିବା ଟିକେ ବୁଲିକି ପଳେଇ ଆସିବା। ଆପେ ଫ୍ଲୋ ହୁଏ, କାରଣ ଯଦି ଅସତ ବସ୍ତୁରେ ଯଦି ଏତେ ପ୍ରଭାବ ଅଛି, ସତ ବସ୍ତୁର ପ୍ରଭାବ ହବ ନିଶ୍ଚିତ। ତେଣୁ ଆମ ମାନଙ୍କୁ ସତ ବସ୍ତୁ ସହିତ ଜୀବନ ଥିଲା ଅବସ୍ଥାରେ, କାରଣ ଆମକୁ ଏନର୍ଜି ଟାଇମ ଯୋଉ ପଟେ ହେଲେ ଦବାକୁ ପଡିବ। ଏନର୍ଜି ଟାକୁ ସ୍ଥିର କରି ରଖିପାରିବନି, ରଖିବ ଏନର୍ଜି ଟା ଟ୍ରାନ୍ସଫର ହବ, ନହେଲେ ନଷ୍ଟ ହେଇଯିବ। ଇଲେକ୍ଟ୍ରିକ ଯୋଉ ସବୁ ପ୍ରଡକ୍ଟ ବାହାରୁଛି, ଓଡିଶାରେ ଇଲେକ୍ଟ୍ରିକ ଯଦି କନଜମ୍ପସନ ନହେଲା ପୂର୍ଣ୍ଣ ମାତ୍ରାରେ, ସେ କଣ କରିବ? ତାର କ୍ଲାଏଣ୍ଟ ଖୋଜିବ ନା, ଆଉ କିଏ କନଜ୍ୟୁମର ମୋର ଅଛନ୍ତି ମୁଁ ବିକିବି, ପଇସା ନହେଲେ, ନହେଲେ ନଷ୍ଟ ହେଇଯିବ ନା, ତାକୁ ତ ରଖି ହବନି, ସାଇତିକି ରଖି ହବନି। ତେଣୁ ସେମିତି ଆମ ପାଖରେ ଯୋଉ ଭଗବାନ ଏନର୍ଜି ଦେଇଛନ୍ତି, ତାକୁ କଣ କରିବ? ଟାଇମ ଦେଇଛନ୍ତି, ତାକୁ ୟୁଟିଲାଇଜ କରିବାର ଅଛି, ଯୋଉଥିରେ ହଉଛି। ତେଣୁ ଯେତିକି ସମୟ ପଜିଟିଭରେ ୟୁଟିଲାଇଜ କରିବ, ସେତିକି ପଜିଟିଭରେ କଣ ଏଭ୍ରି ଆକ୍ସନ ଆଜ ଏ ଅପୋଜିଟ ଆଣ୍ଡ ଇକ୍ୱାଲ ରିଆକ୍ସନ। ତେଣୁ ଏନର୍ଜି ଟାଇମ କି ଯୋଉ ଦିଗରେ ଦବ, ସେଇ ଦିଗରେ କଣ ହବ? ରେଜଲ୍ଟ ଆପେ ଆପେ ଆସିବ। ତେଣୁ ରମଣୀ ମାନ ପ୍ରଭୁ ଯାହା କହିଲେ, ପରିବର୍ତ୍ତନ ଆମେ ଚାହୁଁଛେ, ଆଉ ପରିବର୍ତ୍ତନ ପଜିଟିଭ ଚାହୁଁଛେ, ଆଉ ପଜିଟିଭ ବସ୍ତୁର ସଙ୍ଗ ହେଲେ ପଜିଟିଭ ପରିବର୍ତ୍ତନ ଆସେ। ଆଜିକାଲି ଯୋଉରା ସବୁ ପଜିଟିଭ ଜିନିଷ ଥିଲା, ଏରା ହଟେଇ ହଟେଇ ଯାଉଛନ୍ତି। ଲୋକ କେହି ବ୍ରିଟିଶ ମାନେ ଆସିଲେ କଣ ଶିଖେଇ ଦେଲେ, ସେ ତୁଳସୀ, ଗୋମାତା, ଠାକୁରଜୀ, ଆମର ସଂସ୍କୃତି, ଗୀତା, ଭାଗବତ, ଇଏ ଆକ୍ଚୁଆଲି ଦେଖିବାକୁ ପଜିଟିଭ ଏଗୁଡା ସବୁ ଜିନିଷ, କିନ୍ତୁ ସେମାନେ ତେଣୁ ପଜିଟିଭ ଏନର୍ଜି, ପଜିଟିଭ ସଙ୍ଗ ହେଲେ ପଜିଟିଭ ଏନର୍ଜି ମିଳେ। ଠିକ ଅଛି, ସଙ୍ଗ ଯେମିତି ରଙ୍ଗ ଚଳିବ ସେମିତି। ତେଣୁ ସମସ୍ତେ ଆସନ୍ତୁ। ତେଣୁ ରାଧାରାଣୀଙ୍କର ଆମେ ସବୁ ବାରମ୍ବାର ଏସବୁ ଉତ୍ସବ କାହିଁକି କରୁଛେ? ରାଧାଷ୍ଟମୀ ହେଲା, ଜନ୍ମାଷ୍ଟମୀ କରୁଛେ, ଦୋଳ ପୂର୍ଣ୍ଣିମା ହେଲା, କଣ କାମ ଧନ୍ଦା ନାହିଁ ନା? କରିବାର କାରଣ କଣ? କହିଲେ ଏଥିପାଇଁ ଯେ ଏଥିରେ ଆମ ମାନଙ୍କୁ ସତ୍ସଙ୍ଗ କରିହବ। ରାଧାଷ୍ଟମୀ ରାଧାରାଣୀଙ୍କର ଜନ୍ମଦିନ ଆସିଲା ବୋଲି ଆମେ ଆସିଲୁ, ନହେଲେ ଆସିଥାନ୍ତା? ଆଉ ଇଏ ସକାଳୁ ଉଠି, ସକାଳୁ ତ ନାଇଁ ରାତିରେ ସବୁ ଉଠି ସାରିଛନ୍ତି, କଣ ହବ କଣ ନାହିଁ, 4 ଦିନ ତାଙ୍କୁ ନିଦ ନାହିଁ। ସେ ତାଙ୍କୁ ଡକେଇ କହିଲି ତମେ କେମିତି ପଳେଇ ଆସିଲ ନୟାଗଡ଼ରୁ? ନା ମହାରାଜ ଆଉ କହିଲେ, ଆଉ ଆମର ଚାନ୍ସ ମିଳିଗଲା। ପଜିଟିଭ ଥିଙ୍କିଂ ମାନେ ଯୋଉ ଚିନ୍ତା କରିବା, ଦେଖିବା ଆଉ ଶୁଣିବା, ଏସବୁ କ୍ରିୟା ଆମର ଯୋଉ ଏନର୍ଜିର ଅଛି, ଏଇଟା ଯଦି ପଜିଟିଭ ସହିତ ହେଲା, ସତ ସହିତ ହବ, ତାହେଲେ ସତ ଗୁଣ ସବୁ ଆପେ ପ୍ରକାଶ କିଛି। ତାଇ ଗୌର ପ୍ରେମାନନ୍ଦେ पंचा कल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः।